राधे राधे। यही चैनल रे आपण माने शुणुथिले भागवत महापुराण। तेणु वर्तमान मझिरे कार्तिक मास पड़िथिबारु कार्तिक पुराण किंबा अन्य अन्य पुराण मु एथिरे अपलोड करथिले। आपण माने शुणिथिबारु बहुत सारा भलो पाइबा देइथिबारु आपण मानकु अशेष अशेष धन्यवाद। जेहेतु कार्तिक मास शेष हेई आसिला तेणु पुणी आरंभ करिबा। जोठु रखिथिबा भागवत सेइटु पुणी आरंभ करिबा। चालन्तु शुणिबा भागवत महापुराण तृतीय स्कंद 10 अध्याय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं तत जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्द माधवम्। निगमकल्पतर्गलितं फलं सुखमुखाद्मृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुका। दशमोऽध्याय। विदुर उवाच मैत्रेय पादे देईकर आनंदे पचारे विदुर मुनि कहन्ति शुद्ध मने जे विष्णु गले अंतर्ध्याने से वेदपति ज्ञान मते प्रजा सर्जिलाए जगते तार की देहे प्रजा थिला केते प्रकारे भियाइला केते कल्पन्ते देहवन्त कह संशय जाउचित। विदुर वाक्य कर्णे शुणी कहन्ति मैत्रेय मुनि। मैत्रेय उवाच शुण विदुर एकचित्ते जे मन्ते सर्जिला जगते गोविंद वाक्य वेदपति तप साधने कलामती 7 बरस वेद मते तप साधिला दृढ़ चित्ते आत्मा रे आत्मा लीन करी गोविंद वचन सुमरी देखिले नयन जुगले भ्रम संकुल महाजले पवन जोगे महाखर स्वभावे दिशे भयंकर पद्म सहित जल कंपे भूमि संकुल अतिरेके ज्ञानर बळे कर्म मान देखिउ सत ब्रह्मा मन तक्षणे तप विद्या बळे केडा के देख चर्म डोळे भूमि सहिते जल राशि से ब्रह्मा जग बळे बसी प्रलय जले बेगे गला निश्चले पद्म प्रकाशिला से पद्म मध्ये वेदवर सुमने करई विचार पूर्वे कश्यप गर्भवते
ଜନ୍ତୁଏ ପଶିଛନ୍ତି ଯେତେ ତାହାଙ୍କୁ ନ କରି ପ୍ରକାଶ ସେ ଯେଣୁ ସ୍ୱକର୍ମ ପ୍ରବେଶ ଏକୁ ଅନେକ ରୂପ ଚିନ୍ତେ ସୁକର୍ମ ବଳେ ନାନା ମତେ ଦ୍ୱିତୀୟ ତୃତୀୟ ସପ୍ତମେ ଏମନ୍ତେ ଜୀବ ଲୋକମାନେ ଯେ ଯାହା ମତେ ଧର୍ମ ଚିନ୍ତି ନିଶ୍ଚଳ ଯୋଗେ ପ୍ରଜାପତି। ବିଦୁର ଉବାଚ ଭମୁନି ହରିର ମହିମା ଅତି ଅଦ୍ଭୁତ ଗୁଣ ସୀମା ସୃଷ୍ଟି ପାଳନ ସଂହାରଣ କାଳ ସ୍ୱରୂପୀ ନାରାୟଣ ବୋଲଇ ନିଜ ଆତ୍ମା ବଳେ କେତା ଦେଖିବ ଚର୍ମ ଡୋଳେ ତାର ଲକ୍ଷଣ କହ ମତେ ଏଣୁ ପ୍ରମାଣ ଅବା କେତେ। ମୈତ୍ରେୟ ଉବାଚ ସ୍ୱଭାବେ ନିର୍ଗୁଣ ଅଚ୍ୟୁତ ନିର୍ଲେପ ନିର୍ବିକଳ୍ପ ସ୍ଥିତ ତୋର ଶରୀରୁ ଆତ୍ମା ଜାତ କାଳେ ସେ ସର୍ଜଇ ଜଗତ ସେ ବିଷ୍ଣୁ ବ୍ରହ୍ମ ମାୟା ରୂପୀ ନିଜ ଆତ୍ମାର ବଳେ ବ୍ୟାପୀ ଈଶ୍ୱର ଭାବେ ପରିଚ୍ଛନ୍ନ ଯେ କାଳ ରୂପୀ ଭଗବାନ ଯେମନ୍ତେ ସୃଷ୍ଟି ଥିଲା ପୂର୍ବେ ସ୍ୱକର୍ମେ ବିକର୍ମ ସ୍ୱଭାବେ ପ୍ରକୃତି ବିକୃତି ପ୍ରକାରେ ଯେ ଯାହା କର୍ମ ଅନୁସାରେ ଯେ କାଳେ ବ୍ରହ୍ମ ଉଦେହନ୍ତି ମହତ ଆଦି ତତ ଚିନ୍ତି ଗୁଣ ବିଶ୍ରାମେ ଆତ୍ମା ମିଶେ ସ୍ୱଭାବେ ସ୍ୱଗୁଣ ପ୍ରକାଶେ ଦ୍ୱିତୀୟ ଅହଙ୍କାର ବଳେ ଯେ ବ୍ରହ୍ମ ଜ୍ଞାନ ଦୀକ୍ଷା ଦେଲେ ତୃତୀୟ ଉତ୍ସର୍ଗ ଯେ ହୁଏ ସେ ମାୟା ବ୍ରହ୍ମ ଶକ୍ତି ବହେ ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ ଯେ ଜ୍ଞାନ କ୍ରିୟାତ୍ମକ ନାମ ଇନ୍ଦ୍ରିୟ ରକ୍ଷା ଦେବଗଣ ଯେ ମନ ପଞ୍ଚମେ ପ୍ରମାଣ ଷଷ୍ଠରେ ଅହଙ୍କାର ସର୍ବେ ଅବୁଦ୍ଧି ମୁକ୍ତି ଶକ୍ତି ଭାବେ ସ୍ୱକର୍ମ ପ୍ରକୃତି ଗୋଚରେ ବିକୃତି ତାର ଅଭ୍ୟନ୍ତରେ ଏ ସୃଷ୍ଟି ତାର ତ୍ରୟ ଗୁଣ ସେ ହରି ଲୀଳା ଏବେ ଶୁଣ ଏବେ ହୋ ଯକ୍ଷ ଶୃଙ୍ଗ ବହି ଯେବେ ରଚିବ ଭବମହି ସପ୍ତମେ ସୃଷ୍ଟି ଲତା ଗୁଳ୍ମ ବଳ୍କଳ ଶିରେ ଏହୁ ନାମ ଏହାଙ୍କ ନାମ ଊର୍ଦ୍ଧ୍ୱରେ ତା ଅନ୍ତଃ ସରସ ଜ୍ଞାନ ମାତା
ଅଷ୍ଟମେ ସର୍ଜେ ପଶୁଗଣ ଏ ଅଷ୍ଟ ବସୁ ଏବେ ଶୁଣ ଏ ଜ୍ଞାନ ତତ୍ତ୍ୱ ଗୁଣେ ଥାନ୍ତି କେବଳ ପ୍ରାଣ ସେ ରଖନ୍ତି ଗୋରୁ ମହିଷ ଅଜାତିନି କୁକୁର ଶୂକର ହରିଣୀ ଏହାଙ୍କ ପାଦେ ନିଖୁର ମେଷ ସୌରଭ ଓଟ ଖର ସମ୍ବର ମୃଗ ଆଦି ଯେତେ ଯେ କାକ୍ଷରୁ କହୁଁ ତତେ ଏବେ କହିବା ବୀର ଶୁଣ ଯେ ପଞ୍ଚନଖ ପଶୁଗଣ ସେବକ ଶାଗୁଣା ସଞ୍ଚାଣ ଭଲୁକ ରାସଭ ହରିଣ ଉଲୁକ ଆଦି ଚିଲକାକ ହଂସ ସାରସ ଚକ୍ରବାକ ଏ ନବ ସର୍ଗ ଯେବେ କହି ବିଦୁର ଶୁଣ ମନ ଦେଇ ମନୁଷ୍ୟ ମଧ୍ୟେ ସେ ମିଶନ୍ତି ଯେ ଦୁଃଖ ସୁଖ ପ୍ରାୟ ଚିନ୍ତି ରଜ ଅଧିକ କର୍ମ ତାର ବିକୃତି କୃତୀୟ ପ୍ରକାର ଯେ ଦେବେ ସୃଷ୍ଟି ଅନୁପମ କୁମାର ସୃଷ୍ଟି ନବମ ଦେବଙ୍କ ସୃଷ୍ଟି ଆନ ବିଧି ପିତାର ଅସୁର ବିରୋଧୀ ଗନ୍ଧର୍ବ ଅପସରା ସିଦ୍ଧ ଚାରଣ ଯକ୍ଷ ରକ୍ଷ ଭେଦ ଭୂତ ପିଶାଚ ପ୍ରେତ ଗଣ ବିଦ୍ୟାଧି କିନ୍ନର ଚାରଣ ଏ ଅଷ୍ଟବିଧିଙ୍କ ଉତ୍ପତ୍ତି ସ୍ୱଭାବେ ଦେବତା ବୋଲାନ୍ତି ଏମନ୍ତେ ସୃଷ୍ଟି ସେ ବୋଲାନ୍ତି ସେ ଯୁଗାନ୍ତରେ ନ ମିଶନ୍ତି ନଦୀଙ୍କ ଜଳେ ଯେଉଁ ଭ୍ରମେ ଜଳଧି ଯାନ୍ତି ଯଥାକ୍ରମେ ଏମନ୍ତେ ଦେବାସୁର ଆଦି ଯେତେ କହିଲି ମୁଁ ସମ୍ପାଦି ସେ ନାନା ରୂପେ ଆଦି ହନ୍ତି ମନୁ ଅନ୍ତରେ ହୋଇଥାନ୍ତି ମୁନି କହିଲେ ପଦ୍ମକଳ୍ପେ ଏମନ୍ତେ ବିଦୁର ସମୀପେ ଏ ଭାଗବତ ଜ୍ଞାନ ରସ କହିଲା ଜଗନ୍ନାଥ ଦାସ इति श्रीमद्भागवत महापुराणे पारमहंस्यां संहितायां 82 तृतीय स्कंदे ब्रह्मा सृष्टि सर्जने नाम 10 अध्याय। एकादश अध्याय। मैत्रेय उवाच शुण विदुर एक चित्ते से काल रूप सांख्य मते निमिष आदि रूप तार एमन्ते पुरैव सर निमिष चक्षु परिभ्रम अणु बोलाई तार नाम तार अर्धेक परमाणु त्रिभाग हुए सतरेणु
ଏ ସୃଷ୍ଟି ନିମିଷକେ ଶୁଣ କାଷ୍ଠା ପୋଲାଇ ପରିମାଣ। 30 କୋଟି ଦେବ ଗଣେ କଳା ହୋଇଲା ପରିମାଣେ। କଳା 30 କ୍ଷଣେ ହୋଇ 12 ମୁହୂର୍ତ୍ତ ବୋଲାଇ। ଏବେ ମୁହୂର୍ତ୍ତେ ପ୍ରହର ଏ ଅନ୍ତେ ସେ ଅଷ୍ଟ ପ୍ରକାର। ତାର 12 ଗୁଣ ଅର୍ଦ୍ଧେ ଚତୁର ଅଙ୍ଗୁଳି ବିରାଜେ। କରଇ ତତ୍ତ୍ୱକୁ ବିଚାରି ସେ ବର୍ଣ୍ଣନା ସେ ସୂତ କରି। ଜଳ ପଡ଼ନ୍ତେ ଦଣ୍ଡେ ହୁଏ ଏ ଅଷ୍ଟ ପ୍ରହର ବୋଲାଏ। ଅଷ୍ଟପ୍ରହରେ ଅହରାତ୍ରି କାଳ ସେ ଏମନ୍ତେ ଗଣନ୍ତି। 15 ଅହରାତ୍ରି ପକ୍ଷ ଏ କୃଷ୍ଣ ଶୁକ୍ଳଟି ପ୍ରତ୍ୟକ୍ଷ। ଏବେ ପକ୍ଷେ 1 ମାସେ 2 ମାସେ ଋତୁ ଏ ପ୍ରକାଶେ। ତୃତୀये ଚତୁଷଡ଼ ମାସେ ଅୟନ ସେ ଅର୍ଦ୍ଧବରଷେ। ବେନିୟନେ ସମ୍ବତ୍ସର ସେ କଳି ଛିଦ୍ର ଉଷତରେ। ଏମନ୍ତେ ସତେକ ବରଷ ମନୁଷ୍ୟ ମାନଙ୍କ ଆୟୁଷ। ଗ୍ରହ ନକ୍ଷତ୍ର ଯୋଗ ଚକ୍ରେ ସେ କାଳ ବଳ ଅତିରେକେ। ଏବେ ପକ୍ଷେ ମାସେ କହି ପିତୃଙ୍କ ଅର୍ଦ୍ଧରାତ୍ରେ ହୋଇ। ଦେବଙ୍କ 12 ବରଷେ ତ୍ରୈଲୋକ୍ୟ ବୋଲାଇ ଦିବସେ। ଅଣୁପ୍ରମାଣ ପରିମାଣେ ପ୍ରାଣୀଙ୍କ ମାସେ ଅନୁକ୍ଷଣେ। ଏମନ୍ତେ ସମ୍ବତ୍ସର ମତେ ବିହରେ ଆହାର ଆୟତେ। ଏ ପଞ୍ଚ ଋଷି ସର୍ବେଶ୍ୱର ସୁମନେ ଶୁଣ ହେ ବିଦୁର। ପ୍ରଥମେ ସମ୍ବତ୍ସର ମତେ ଚତୁର୍ବତ୍ସର ସେ ବିଦିତେ। ଦିବ୍ୟ ବତ୍ସରେ ତୃତୀୟକେ ଚତୁର୍ଥେ ନୁବତ୍ସର କଳ୍ପେ। ବତ୍ସର ପଞ୍ଚମ ବୋଲାଇ କାଳ ସ୍ୱରୂପୀ ପୁଣ୍ୟମୟୀ। ଏମନ୍ତ କାଳକୁ ସମସ୍ତେ ବୁଦ୍ଧି ହରାଇ ଏ ଜଗତେ। ବିଦୁର ଉବାଚ ପିତୃଦେବତା ନର ଆଦି ପରମାୟୁଷ ଯଥା ବିଧି। ଶୁଣିଲୁ ତୁମ୍ଭ ମୁଖୁ ଏବେ ସନ୍ତୋଷେ କହ ମୁନି ଭାବେ। ଅପରେ କଳ୍ପନାଦି ଯେତେ ନାନା ପ୍ରକାରେ ଜଗତେ। ଅଛନ୍ତି କାଳର ଆୟତେ ତାଙ୍କ ଆୟୁଷ କହ ମତେ। ତୁମ୍ଭେ ସେ କାଳ 3 ଗୁଣ ଯେ ରୂପେ ଅବା ପ୍ରମାଣ। ଏଣେ ବିଲକ୍ଷଣ ଧୀରା ସୁମତି ସଗୁଣ ଗଭୀରା। ଯେତେ ବିଷୟ ଏ ଶୟଳେ ଜାଣନ୍ତି ଜ୍ଞାନ ଚକ୍ଷୁ ବେଳେ। ମୈତ୍ରେୟ ଉବାଚ ସତ୍ୟ ତ୍ରେତା ଦ୍ୱାପର ଆଦି କଳିଏ ଚତୁର୍ଯୁଗ ବିଧି। ଦେବଙ୍କ 12 ବରଷେ ଏ 4 ଯୁଗ କାଳ ଅଂଶେ। 4 ସହସ୍ର ଯୁଗ ରାତ୍ର 3 ସହସ୍ର ଯୁଗ ମତ। ଦ୍ୱାପର 1 ସହସ୍ର ଜାଣି କଳି ସହସ୍ରେ ପରିମାଣି। ଏମନ୍ତେ ବେଦ ସଂଖ୍ୟା ଯେତେ 12 ସହସ୍ର ସମେତେ। ଏହି ପ୍ରକାରେ 7 ଦେଇ ଦ୍ୱିଗୁଣେ ଏହାକୁ ମିଶାଇ
ଯୁଗକୁ ମଧ୍ୟ ସିଦ୍ଧ ଅଂଶେ ଆୟତେ ସେ କାଳ ପ୍ରକାଶେ। ଏଣୁ ସେ ଯୁଗ ସଂଖ୍ୟା ଜାଣ ଜ୍ଞାନୀଙ୍କ ବଚନ ପ୍ରମାଣ। ଯେ ରୂପେ ସେବା ଧର୍ମ ବିଧି କର୍ମ ସାଧନେ ଅନୁବାଦୀ। ଚତୁର୍ଥ ଦ୍ୱିତୀୟ ତୃତୀୟ କଳିରେ ଏକ ପାଦ ରହେ। ଦେବଙ୍କ ସହସ୍ର ସଂଯୋଗ ବ୍ରହ୍ମାଦିବସ କାଳ ଭୋଗ। ଚତୁରଦଶ ମନୁ ଭୋଗେ ଏ ବିଧି ସର୍ଜନା ସଂଯୋଗେ। ମନୁର ବଂଶେ ମନୁ ରାତ୍ରେ ପିତୃଦେବତାଙ୍କ ସମୀପେ। ତିନି ଭୁବନେ ପ୍ରାଣୀ ଯେତେ ଭୁଞ୍ଜନ୍ତି କଳ୍ପ ପରିଜନ୍ତେ। ଏ ସୃଷ୍ଟି କରି ତିନି ନାମ ପିତୃଦେବତା ଋଷି ସ୍ନାନ। ଏମନ୍ତେ କଳ୍ପ ପରିଜନ୍ତେ କର୍ମ ଭୁଞ୍ଜନ୍ତି ପ୍ରାଣୀ ଯେତେ। ମନାଦି ଶରୀର ସଂସାରେ କାଳ କ୍ରୀଡ଼ଇ ଏ ପ୍ରକାରେ। ମାୟାର ବଳେ ସେ ବିହରେ ବ୍ରହ୍ମାଦି ବସନ୍ତ କରେ। ନିଶାଗମେ ପୂର୍ଣ୍ଣ ଦେହି ମୌନ ବ୍ରତେ ସେ ବସଇ। ତ୍ରୈଲୋକ୍ୟ କମ୍ପେ ତାହା ଦେଖି ସୁଜ୍ଞାନ ଜୀବନ ଉପେକ୍ଷୀ। ରବି ଶଶାଙ୍କ ଶୂନ୍ୟ ଗଲା ପ୍ରଳୟ ଅଗ୍ନି ପ୍ରକାଶିଲା। ଶଙ୍କର ଶଣ ମୁଖୁ ଆସି ଅନଳ ତିନି ଲୋକ ଗ୍ରାସୀ। ପ୍ରଚଣ୍ଡ ଅଗ୍ନି ତେଜ ତ୍ରାସେ ଋଷିଏ ଥିଲେ ଯେ ଆକାଶେ। ଛୋଲକ ଛାଡ଼ି ଅତିରେକେ ବେଗେ ମିଳିଲେ ନରଲୋକେ। ତକ୍ଷଣେ ସପ୍ତ ସିନ୍ଧୁ ଜଳେ ତ୍ରୈଲୋକ୍ୟ ଆଚ୍ଛାଦିଲେ ହେଳେ। ପବନ ଅଣଚାଶ ବଳେ ଭ୍ରମିଣ ନାଦ କଲେ ବଳେ। ଜଳେ ତରଳ ନାଦ ଶୁଣି ନାଗ ଶୟନେ ଚକ୍ର ପାଣି। ନିଶ୍ଚିନ୍ତେ ନିବୃତ୍ତି ନୟନେ ଶୟନେ ଅନନ୍ତର ସ୍ନାନେ। ସଙ୍ଗତେ କେହି ନାହିଁ ଏକେ ସ୍ତୁତି କରନ୍ତି ନରଲୋକେ। ଏମନ୍ତେ ଅହୋରାତ୍ର ଗଣି ଆଗମ ନିଗମ ପ୍ରମାଣୀ। ଏ ଭାବେ ସତେକ ବରଷ ବ୍ରହ୍ମାର ପରମ ଆୟୁଷ। ଅର୍ଦ୍ଧେକ ପରାର୍ଦ୍ଧ ବୋଲାଇ ଯେ ପୂର୍ବ ପର ଭାଗ ଦୁଇ। ପୂର୍ବ ପରାର୍ଦ୍ଧେ ବ୍ରହ୍ମା ନାମ ଶବଦ ବ୍ରହ୍ମା ଅନୁପମ। ପରାର୍ଦ୍ଧ କଳ୍ପ ଯେବେ ହୁଏ ସେ ପଦ୍ମ କଳ୍ପ ନାମ ବହେ। ବିଷ୍ଣୁର ନାଭି ପଦ୍ମଜାତ ତେଣୁ ସେ ପୂଜେ ବେଦ ମତ। ଦ୍ୱିତୀୟ କଳ୍ପ ଏବେ କହି ସତେକ ବରଷ ବୋଲାଇ। ଯେବେ ସଂକଳ୍ପେ ନର ହରି ସେତବରାହ ରୂପ ଧରି। ଏବେ ନିକଳ୍ପ ଋଷି କାଳ ନିମିଷ ଆଦି ଅନ୍ତରାଳ। ଅନାଦି ଅବ୍ୟକ୍ତ ମହିମା ଅନନ୍ତ ଈଶ୍ୱରଙ୍କ ସୀମା। ଷୋଡ଼ଶ ପ୍ରକାରେ ସଞ୍ଚାରେ ନାନା ବିଷୟ ରୂପ ଧରେ। ଏମନ୍ତେ ତୋଷ ଆଦି ଅନ୍ତେ
50 କୋଟି ପରିଜନ୍ତେ 10 ଭରଣ ଜାର ଦେହେ ଦିଶନ୍ତି ପରମାଣୁ ପ୍ରାୟ ବ୍ରହ୍ମ ଅକ୍ଷର ତାର ଗୁଣ ସର୍ବକାରଣ ସେ ଧାରଣ ତାର ଚରଣେ ଦେଇ ଚିତ୍ତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୟାସିକ୍ୟାଂ ତୃତୀୟ ସ୍କନ୍ଧେ ସତ୍ୟକାଳ ବର୍ଣ୍ଣନେ ମୈତ୍ରେୟ ବିଦୁର ସମ୍ବାଦେ ନାମ ଏକାଦଶ ଅଧ୍ୟାୟ। ଦ୍ୱାଦଶ ଅଧ୍ୟାୟ। ମୈତ୍ରେୟ ଉବାଚ ଏବେ ବିଦୁର କହୁଁ ତୋତେ ଯେ ବ୍ରହ୍ମା କାଳ ଅନୁମତେ ବେଦ ପ୍ରଭାବେ କଲା ସୃଷ୍ଟି ତେଣୁ ଅମହତାର ଦୃଷ୍ଟି ଅନ୍ଧ ତାମସ ସୃଷ୍ଟି ଆଗେ ବିଶ୍ୱବିକାର ଯଥା ଲାଭେ ସର୍ଜିଲା ଆଗେ ମାୟା ମୋହେ ତମେ ଅଜ୍ଞାନାବୃତ ଦେହେ ପାପ ବହୁଳେ ସୃଷ୍ଟି ଏହି ତା ଦେଖି ବ୍ରହ୍ମା ବିଚାରଇ ଏନୁହେଁ ସୃଷ୍ଟି ଆଦିଭୂତ ଦୃଢ଼େ ଗୋବିନ୍ଦେ ଦେଇ ଚିତ୍ତ ଗୋବିନ୍ଦ ପାଦ ଜ୍ଞାନ ବଳେ ସଂଯୁକ୍ତ ଭକତି ନିଶ୍ଚଳେ ବିଷ୍ଣୁର ଅଂଶେ ଚାରି ଭ୍ରାତ ବ୍ରହ୍ମାର ମନ ମଧୁଜାତ ସନକ ସନନ୍ଦ ଏବେନି କପିଳ ସନାତନ ଘେନି ଏ ଚାରି ମୁନି ସୃଷ୍ଟି ହେଲେ ଊର୍ଦ୍ଧ୍ୱରେ ତାସେ ବୋଲାଇଲେ ସ୍ୱଭାବେ ଊର୍ଦ୍ଧ୍ୱରେ ତା ହନ୍ତି ବିଷ୍ଣୁ ଆନ ନ ଜାଣନ୍ତି ଏହାଙ୍କୁ ଚାହିଁ ବେଦବର ସ୍ୱଭାବେ କହଇ ମଧୁର ତୁମ୍ଭେ ହେଁ ଚାରି ପୁତ୍ର ମୋର ବେଦ ପ୍ରମାଣେ ସୃଷ୍ଟି କର ନ ଜାଣି ବାସୁଦେବୁ ଭିନ୍ନ ସୃଷ୍ଟିରେ ନ ଦେଲେ ସେ ମନ ଆଜ୍ଞା ଅବଜ୍ଞା କଲେ ଜାଣି କୋପେ କମ୍ପିଲା କୁଶ ପାଣି ପୁଣି ବିଧିରେ ଚିତ୍ତ ଧରି ଧ୍ୟାନେ ସୁମରିଲା ମୁରାରି ଏକେ ଭ୍ରୁକୁଟି ତାକୁଟିଳ ବଦନ ଦିଶିଲା ପିଙ୍ଗଳ ଭ୍ରୁକୁଟି ମଧ୍ୟୁ ପୁତ୍ର ଜାତ ଦିଶଇ ସୁନୀଳ ଲୋହିତ ଦେବଙ୍କ ପୂର୍ବେ ଜାତ ହୋଇ କାନ୍ଦଇ ବ୍ରହ୍ମା ମୁଖ ଚାହିଁ ବୋଲଇ ଶୁଣ ବେଦବର ମୋହର ନାମ ଆଗେ କର ନିଗମ ସ୍ଥାନେ ଛାଡ଼ ମତେ ଏମନ୍ତେ ରହିବି ନିଶ୍ଚିନ୍ତେ ଶୁଣି ସାନନ୍ଦ ପ୍ରଜାପତି ଚିନ୍ତିଲା ଯେବା ନାମ ସ୍ଥିତି ହେ ପୁତ୍ର ରୋଦନ ନ କର କରିବି ବଚନ ତୋହର ରୋଦନ କଲୁ ଆଗେ ଯେଣୁ ତୋ ନାମ ରୁଦ୍ର ହେଉ ତେଣୁ ଏମନ୍ତ କହି ତାର ଆଗେ ସ୍ଥାନ କଳ୍ପିଲା ଯଥା ଭାଗେ ମନ ଇନ୍ଦ୍ରିୟ ଦେହ ବ୍ୟମେ ବାୟୁ ଅନଳ ଜନ ସ୍ଥାନେ ମହାମନ୍ଦିର ଚନ୍ଦ୍ରାତପ ଏମନ୍ତେ ଏକାଦଶ ରୂପ ଯେ ସ୍ଥାନେ ଯେ ରୂପ ତୋହର ହୋଇବ ଶୁଣରେ କୁମର ମନୁ ପରେ ମନୁ ନାମ
ଇନ୍ଦ୍ରି ସମୂହେ ମନ ଧ୍ୟାନ, ଦେହ ଉପରେ ମହିନାସେ, ଆକାଶେ ମହାନୁ ପ୍ରକାଶେ, ପବନେ ଶିବ ରୂପେ ବସେ, ଅନଳେ ଋତୁ ଧ୍ୱଜନାସେ, ଊର୍ଦ୍ଧ୍ୱରେ ତା ସକଳ ଯୋଗେ, ଭବବ ଶିବ ଭୂମି ଭାଗେ, ରବି ବିମାନେ କାଳ ଥିବ, ଚନ୍ଦ୍ରେ ବସିବ ବାମଦେବ, ତପେ ବସିବ ଧ୍ରୁବ ବ୍ରତ, ଏମନ୍ତେ ଏକାଦଶ ମତ, ଏହାଙ୍କ ପତ୍ନୀ ନାମ ଯେତେ, ଶୁଣ କହିବା ତ ଗ୍ରତେ, ଧିଧୃତି ଆଉ ରସଲୋମା, ଅପରେ ଶୁଣ ଯେତେ ବାମା, ନିୟୁତି ସର୍ପା ଇଳାମ୍ବିକା, ଇରାବତୀ ଯେ ସୁଧା ଦୀକ୍ଷା, ଏ କନ୍ୟା ରୁଦ୍ରାଣୀ ବୋଲନ୍ତି, ଏହାଙ୍କ ଏକାଦଶ ପତି, ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ, ସଂଶୟ ମନେ ବିଚାରଇ, ଏ ସୃଷ୍ଟି ମହାଭୟଙ୍କର, ଦେଖି କମ୍ପିଲା ଚିତ୍ତ ମୋର, ବୋଲଇ ରୁଦ୍ର ମୁଖ ଚାହିଁ, ଭପୁତ୍ର ଏଣେ କାର୍ଯ୍ୟ ନାହିଁ, ଏ ସୃଷ୍ଟି ଦଶ ଦିଗ ତୁଲେ, ମୋହର ମନେ ତପ କଲେ, ଏବେ ତୁ ତପ ସାଧ୍ୟ କର, ସର୍ବଜୀବଙ୍କ ଦୁଃଖ ହର, ତପର ବଳେ ଏ ଜଗତେ, ପ୍ରଜା ତୁ କର ପୂର୍ବ ମତେ, ତପେ ତୁ ବିଷ୍ଣୁଙ୍କୁ ପାଇବୁ, ଏ ଭାବେ ସର୍ବକାଳେ ଥିବୁ। ମୈତ୍ରେୟ ଉବାଚ ଶୁଣ ବିଦୁର ସାବଧାନେ, ସନ୍ତୋଷେ ପିତାର ବଚନେ, ଏମନ୍ତେ ବ୍ରହ୍ମା ଆଜ୍ଞା ପାଇ, ନୀଳ ଲୋହିତ ତୋଷ ହୋଇ, ବ୍ରହ୍ମାର ଚରଣେ ନମିଲା, ତପ ସାଧନେ ବନେ ଗଲା, ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ, ସେ ବ୍ରହ୍ମା ଚିତ୍ତେ ବିଚାରଇ, ଏତ ଅସଂଖ୍ୟ ରୁଦ୍ର ଗଣେ, ନୁହନ୍ତି ସୃଷ୍ଟିର କାରଣେ, ତାହାଙ୍କୁ ଶିବ ଲୋକେ ଥୋଇ, ପୁଣି ସଂଶୟେ ବିଚାରଇ, ଏବେ କି କରିବି ଉପାୟ, ନପୁଣ କପେ ଦେବରାୟ, ଏମନ୍ତେ ବିଷ୍ଣୁ ପାଦ ଚିନ୍ତି, ଧ୍ୟାନେ ବସିଲା ପ୍ରଜାପତି, ତାର ଶରୀରୁ ଦଶ ସୁତ, ତକ୍ଷଣେ ହୋଇଲେ ସମ୍ଭୂତ, ଲୋଭ ବର୍ଜନ ହେତୁ ଅର୍ଥେ, ନମିଲେ ବ୍ରହ୍ମା ପାଦ ଗତେ, ମରିଚି ଅତ୍ରି ଅଙ୍ଗିରସ, ପୌଲସ୍ତ୍ୟ ପୁଲହ ପ୍ରକାଶ, କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ, ଦଶମେ ନାରଦ ପ୍ରତ୍ୟକ୍ଷ, ଶୁଣ ବିଦୁର କହୁଁ ଭଲେ, ଯେ ଅଙ୍ଗୁ ଯେବା ଉପୁଜିଲେ, ନାରଦ ଉପୁଜିଲେ କୋଳେ, ଦକ୍ଷ ଦକ୍ଷିଣାଙ୍ଗୁଷ୍ଠି ମୂଳେ, ପ୍ରାଣୁ ବଶିଷ୍ଠ ମୁନି ଜାତ, ଭୃଙ୍ଗୁତ କରୁ ଉପଗତ, ଅଙ୍ଗିରା ବଦନୁ ସମ୍ଭୂତ, ପୌଲସ୍ତ୍ୟ କର୍ଣ୍ଣ ମୂଳୁ ଜାତ, କ୍ରତୁ ଉପୁଜେ ଭୁଜ ମୂଳେ, ପୁଲହ ଏ ନାଭି ମଣ୍ଡଳେ, ଅତ୍ରି ଉପୁଜେ ଚକ୍ଷୁ ଯୁଗେ, ମରିଚି ମନରୁ ସଂଯୋଗେ, ଦକ୍ଷିଣ ସ୍ତନୁ ବ୍ରହ୍ମା ଜାତ, ଯେ ଧର୍ମେ କରେ ଜଗତ, ଭୁରୁ ମଣ୍ଡଳୁ କ୍ରୋଧ ଜାତ, ଲୋଭ ହଇଲା ଅଷ୍ଟ ଦେଶେ, ବଚନ ବଦନୁ ପ୍ରକାଶ, ମୃତ୍ୟୁ ଦେବତା ଗୃହ ଦେଶେ, ଶପଥ ସିନ୍ଧୁ ନେତ୍ର ବସେ,
କନ୍ଧର୍ମ ଛାୟାରୁ ସମ୍ଭୂତି ତାହାର ପତ୍ନୀ ଦେବହୃତି। ହେମନ୍ତେ ଅଶେଷ ଜଗତ ବ୍ରହ୍ମାର ମନୁ କଲେ ଜାତ। ସେ କନ୍ୟା ବଦନୁ ଜନ୍ମିଲା ବ୍ରହ୍ମାର ମନ ସେ ମହିଲା। ସକାମେ ବ୍ରହ୍ମା ତାଙ୍କୁ ହସ୍ତେ ଧଇଲେ ରତି ଅଙ୍ଗ ଅର୍ଥେ। ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ ପୁତ୍ରେ ମିଳିଲା ତା ଅଗ୍ରତେ। ମରିଚି ଆଦି ଯେତେ ଭାଇ କହନ୍ତି ପିତା ମୁଖ ଚାହିଁ। ହେତାତ ସ୍ଥିର କରି ଚିତ୍ତ ଏତ ତୁମ୍ଭର ବିପରୀତ। ଯେ କର୍ମ ପୂର୍ବା ପରେ ନାହିଁ ଏବେ ସେ ସମ୍ଭବିବ କାହିଁ। କାହିଁ ଦୁହିତାର ମେ ପିତା ଏଣେ ଆମ୍ଭର ମନେ ଚିନ୍ତା। ପୂର୍ବେ ଯଜାତି ଏଥେ ଥିଲେ ସତ୍ୟ ସେ ଧର୍ମ ଆଚରିଲେ। ସେ ନ କରନ୍ତି ଏଡ଼େ କର୍ମ ସ୍ୱଭାବେ ନୁହଁ ଏ ଧର୍ମ। ଯେ କର୍ମ ଲୋକ କ୍ଷମା କରେ ଆନନ୍ଦେ ଆତ୍ମାକୁ ବିହରେ। ଏଣୁ ସେ ବିଷ୍ଣୁ ସମାନର ଆମ୍ଭର ତାଙ୍କୁ ନମସ୍କାର। ଅଧର୍ମ ମନ କରି ସ୍ଥିର ଏମନ୍ତେ ଶିରେ ତୁ ଦେବ ଆତ୍ମାକୁ ସୁମର। ଅଧର୍ମ ମନ କରି ସ୍ଥିର ଏମନ୍ତେ ଶିରେ କର ଦେଇ। ପାଦେ ମିଳିଲେ ସର୍ବ ଭାଇ। ଭୋତାତ ଧର୍ମେ କର ଚିତ୍ତ ଅଧର୍ମେ ନ ବୁଡୁ ଜଗତ। ତୁ ଏଡ଼େ ପାପ ଆଚରିଲେ ସଂସାରେ କେବା ଥିବ ଭଲେ। ଏମନ୍ତେ ପୁତ୍ରକୁ ଅନାଇ ବ୍ରହ୍ମା କହିଲେ ଲଜ୍ଜା ପାଇ। ତକ୍ଷଣେ ଛାଡ଼ି ତାର ହସ୍ତ ବିଷ୍ଣୁ ସୁମରେ ବେଦନାଥ। ସେ କନ୍ୟା ମତେ ଲଜ୍ଜା କଲା ତକ୍ଷଣେ ଅଷ୍ଟ ଦିଗେ ଗଲା। ଘୋର ଅନ୍ଧକାର ସୁରେଖା ନାମ ହୋଇଲା କୋଜୁଟିକା। ଅଧର୍ମେ ଅନ୍ଧକାର ହୋଇ ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ। ପୁଣି ଚଳଇ ଅଷ୍ଟ ଦିଶେ ସଂଘରି ସମ୍ଭବି ଆକାଶେ। ମେଘର ପ୍ରାୟ ତାର ଦେହି ଶୁଣ ବିଦୁର ଏବେ କହି। ବିଦୁର ବାଚ ଚିନ୍ତା କୂଳେ ପ୍ରଜାପତି। ସୃଷ୍ଟି ସଂଗ୍ରହେ କଲାମତି। ଶବଦ ବ୍ରହ୍ମ ପରିମାଣେ ଧର୍ମ ଧର୍ମ ସେ ବଖାଣେ। ଧ୍ୟାନ କରନ୍ତେ ମନେ ଖେଦ ମୁଖ ଜନ୍ମିଲା ଚାରି ବେଦ। ଦେଖିବି ଚାରେ ପଦ୍ମ ଯୋନି ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି। କରିବି ସତ୍ୟ ଅନୁସାରେ ଯେତେ ବିଦିତ ଏ ସଂସାରେ। ବେଦ ବିଚାରେ ନାନା ମତେ କର୍ମ କରିବେ ଏ ଜଗତେ। ଏ ଚାରି ଲୋକେ କର୍ମ ତତ୍ତ୍ୱ ଉପବେଦାନ୍ତ ତୁଲେ ମତ। ସ୍ୱଭାବେ ଚତୁର୍ଦଶ କର୍ମ ଆଗତ ବୃତ୍ତି ଯଥା ଧର୍ମ। ଯେ ଯୁଗେ ପ୍ରଚାରିବ ଯେତେ ବ୍ରହ୍ମା ବିଚାରି ଅନ୍ତର୍ଗତେ। ସେ ବିଶ୍ୱ ସବୁଙ୍କ ଈଶ୍ୱର ଅଶେଷ ଚିତ୍ତ ଶକ୍ତିଧର। ଯେ ମୁଖେ ଯେ ବେଦ ସର୍ଜିଲା ଯହୁଁ ସେ ଧର୍ମ ପ୍ରକାଶିଲା। ସେ କଥା କହ ମୁନି ମତେ ସଂଶୟ ନ ରହୁ ମୋ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ହେ ବିଧାତାର ଲୀଳା। ଯେ ମୁଖେ ଯେ ବେଦ ସର୍ଜିଲା ସାମ ପଶ୍ଚିମ ମୁଖୁ ଜାତ। ଅଥର୍ବ ଉତ୍ତରୁ ସମ୍ଭୂତ
ଦକ୍ଷିଣୁ ଯଜୁ ପ୍ରକାଶିଲା, ପୂର୍ବ ମୁଖୁରୁକୁ ଶ୍ରବିଲା। ବେଦାଦି ଶାସ୍ତ୍ର ଶ୍ରୁତି ସ୍ରୋତ, ଯଜ୍ଞାତି କୃତ ଅଗ୍ନିହୋତ୍ର। ଦେବଙ୍କ ଅଙ୍ଗ ଆଦି ଯେତେ, ପ୍ରତ୍ୟକ୍ଷେ ଯଥା କର୍ମତନ୍ତ୍ରେ। ଆୟୁର୍ବେଦ ଯେ ଧନୁର୍ବେଦ, ଗନ୍ଧର୍ବ ଜ୍ଞାନ ଶିକ୍ଷା ଭେଦ। ଦେବଙ୍କ ଅଙ୍ଗ ଆଦି ଯେତେ, ଅସତ୍ୟ ଅଙ୍ଗାଦି ସಮೇତେ। ପୂର୍ବାଭିମୁଖେ ଯେତେ କରି, ପୁଣି ବିଧାତା ମନେ ସ୍ମରି। ପଞ୍ଚମ ବେଦ ଇତିହାସେ, ଚତୁର ମୁଖେ ସୁପ୍ରକାଶେ। ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ, ପଞ୍ଚମ ଅଗ୍ନି ଶ୍ରୁତି ମୁଖେ। ଗାୟତ୍ରୀ ଆଦି ସପ୍ତ ଛନ୍ଦ, ମନ୍ତ୍ର ଦେବତା ଅନୁବନ୍ଧ। ଉଷ୍ଣିକ ଛନ୍ଦ ଲୋମୁ ଜାତ, ଗାୟତ୍ରୀ ଚର୍ମୁ ପ୍ରାଦୁର୍ଭୂତ। ମାତାସ ଊର୍ଜେ ତ୍ରିଷ୍ଟୁପ ଛନ୍ଦ, ଅନୁଷ୍ଟୁପ ଶିରେ ସମ୍ଭବ। ଜଗତ ଊର୍ଦ୍ଧ୍ୱ ରକ୍ତ ହୁଏ, ଯଜ୍ଞେ ଉଷ୍ଣିକ ଛନ୍ଦ ବହେ। ବହୁତି ଛନ୍ଦ ଦଶ ପ୍ରାଣ, ସ୍ପରଶ ଜୀବର କାରଣ। ଶୁକ ବ୍ରହ୍ମା ଶରୀରୁ ଜାତ, ଶ୍ଳେଷେଣ ଇନ୍ଦ୍ରିୟେ ସମ୍ଭୂତ। ବଳ ଉଦିତ ଅନ୍ତର୍ଦେଶେ, ଯେବଳେ ଶରୀର ପ୍ରକାଶେ। ବ୍ରହ୍ମା ଦେହରେ ସପ୍ତ ସ୍ୱର, ଭକତି ଗୁଣେ ହେ ବିଦୁର। ଏ ସପ୍ତ ବ୍ରହ୍ମା ତା ଶରୀର, ସ୍ୱଭାବେ ବକ୍ତାବନ୍ତ ତାର। ଏଣୁ ସଂସାର ବକ୍ତାମୟେ, ସେ ବ୍ରହ୍ମା ନାନା ଶକ୍ତି ବହେ। ଏମନ୍ତେ ବ୍ରହ୍ମା ସର୍ବ କରି, ଅପରେ ସୃଷ୍ଟି ମନେ ସ୍ମରି। ଯେ ଋଷି ପୂର୍ବେ ସୃଷ୍ଟି କଲା, ତାଙ୍କ ବିଶ୍ରାମ ନ ରଖିଲା। ସ୍ୱଭାବେ ତେଜବନ୍ତ ହନ୍ତି, ପ୍ରକାଶ ଯୋଜନ କରନ୍ତି। ଏମନ୍ତେ ବିଚାରି ବିଧାତା, ମନେ ପାଇଲା ଗୁରୁ ଚିନ୍ତା। ତକ୍ଷଣେ ବ୍ରହ୍ମା ନିଜ ପିଣ୍ଡ, ତପେ ହୋଇଲା ବେନି ଖଣ୍ଡ। ସେ ବେନି ଖଣ୍ଡ ବ୍ରହ୍ମା ଦେହେ, ନାରୀ ପୁରୁଷ ବେନି ହୁଏ। ସେ ବେନି ଖଣ୍ଡ ଅନୁମାନୁ, ଜନ୍ମିଲା ସ୍ୱୟଂଭୁବ ମନୁ। ସଂସାରେ ରାଜା ସେ ବୋଲାଇ, ଶୁଣ ବିଦୁର ଏବେ କହି। ଉତ୍ତର ଖଣ୍ଡ ନାରୀ ଜନ୍ମ, ହୋଇଲେ ସତ୍ୟ ରୂପ ନାମ। ମନୁର ପତ୍ନୀ ସେ ହୋଇଲା, ମୈଥୁନେ ସୃଷ୍ଟି ଉପୁଜିଲା। ପଞ୍ଚ ବାଳକ ତାଙ୍କ ତହୁଁ, ହୋଇଲେ ଶୁଣ ନାମ କହୁଁ। ଉତ୍ତାନ ପାଦ ପ୍ରିୟ ବ୍ରତ, ଆଗେ ହୋଇଲେ ବେନି ସୁତ। ଅପରେ ଜାତ ତିନି କନ୍ୟା, ସୁନ୍ଦରୀ ସୁଲୋଚନା ବାମା। ଆକୃତି ଦେବହୃତି ବେନି, ପ୍ରସ୍ତୁତି ନାମେ କନ୍ୟା ତିନି। ସେ ମୁନି କନ୍ୟା ଦାନ କଲା, ଆକୁତି ରୁଚି ବିପ୍ରେ ଦେଲା। ତୋହର ଗର୍ଭୁ ନାନା ମତେ, ସନ୍ତତି ପୁରିଲେ ଜଗତେ। ଏମନ୍ତେ ଭାଗବତ ବାଣୀ, ମୈତ୍ରେୟୀ ବିଦୁର ବଖାଣି।
ଶୁଣ ସୁଜନେ ଶୁଦ୍ଧ ଚିତେ ତୃତୀୟ ସ୍କନ୍ଧେ ଭାଗବତେ ମୈତ୍ରେୟ ବିଦୁର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଏଣେ ହରିଙ୍କି କର ଲଏ ବ୍ରାହ୍ମଣ ଜଗନ୍ନାଥ କହେ। इति श्रीमद्भागवते महापुराणे पारमहंस्यां संहितायां 82 तृतीयस्कन्धे ब्रह्मा सृष्टि सर्जने नाम 12 अध्याय।